नमस्कार दर्शक बंधु आज हेउछि डिसेम्बर मास 28 तारिख रविवार। आज दिन जाकर गुरुत्वपूर्ण खबर उपरे आसंतु नजर पकेबा। वीडियो को शेष पर्यंत देखंतु मात्र किछि समय मध्यरे संपूर्ण खबर जानि परिबे। ता पूर्वरु चैनल ले नुआ थिले चैनल को सब्सक्राइब करि पाखरे आसुथिबा बेल आइकन को ऑन करि रखंतु। एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई आसंतु संपूर्ण खबर उपरे नजर पकेबा। प्रथमे घरोई स्कूल रे ईडब्ल्यूएस शिक्षार्थीଙ୍କ मागणा नाम लेखा फेब्रुआरी 10 रु मार्च 10 जाए आवेदन। विद्यालय और गणशिक्षा विभाग पक्षर प्राथमिक निर्देशकों यह नामलेखा प्रक्रिया को त्वरान्वित करने को निर्देश होता। ईडब्ल्यूएस श्रेणी छात्र छात्री मानक नाम लेखिबार सुजोग मिलिबो। मार्च 16 रे सीट आवंटन 31 जाए नामलेखा दि जाइथिबा समय सीमा अनुसार जनवरी 6 रु फेब्रुआरी 8 तारिख जाए नुआ स्कूल पंजीकरण पई निजर तथ्य प्रदान करिवे कर्तृपक्ष। जनवरी 6 रु फेब्रुआरी 9 तारिख मध्यरे बीईओ जांच करिवे। फेब्रुआरी 10 रु मार्च जाए प्रथम राउंड नामलेखा पई इच्छुक छात्र छात्री माने ऑनलाइन रे पंजीकरण करिवे। बीईओ द्वारा 15 तारिख मध्यरे आवेदन पत्र जांच हेबो। एही राउंड पई 16 रे लॉटरी होई मार्च 17 रु 31 तारिख मध्यरे नामलेखा शेष हेबो। द्वितीय राउंड नामलेखा पई एप्रिल 4 रु 24 तारिख जाए पंजीकरण हेबो। 27 तारिख मध्यरे बीईओ आवेदन पत्र जांच करिवे। 28 तारिख रे लॉटरी होई स्कूल आवंटन हेबो। 29 रु मे 18 तारिख मध्यरे नामलेखा हेबो। जुलाई 15 सुधा समस्त नामलेखा प्रक्रिया शेष हेबो। परवर्ती खबर राज्य रे शीत को ताला देई बढ़ुची प्रदूषण। 7 सहर रे बिगड़ी गला वायुर मान सकाळ संध्यारे बाहरे बुलिबा विपद। 7 सहर रे वायु मान बिगड़ी जाइछि। देशर प्रदूषित सहर तालिका रे ओडिशार 7 सहर अनुगुल कटक बालेश्वर रे वायुर मान अति खराब होई जाइछि। केंद्रीय प्रदूषण नियंत्रण बोर्ड दीर्घकालीन प्रभाव पकाइबो। मनीष गौतमଙ୍କ କହିବା ଅନୁଯାୟୀ ବାୟୁ ପ୍ରଦୂଷଣ ଉପରେ ଭାରତ ସରକାର ନୂଆ ଫୋକସ୍ ଅବଶ୍ୟ କରିଛନ୍ତି, କିନ୍ତୁ ଏହା ବହୁ ବିଳମ୍ବ ହୋଇଯାଇଛି। ଲାନ୍ସେଟ୍ ଫାଉଣ୍ଡେସନ ଅଫ୍ लो ଆଣ୍ଡ କ୍ଲାଇମେଟ୍ ଚେଞ୍ଜ 2025 ରିପୋର୍ଟ ଅନୁସାରେ 2022 ରେ ଭାରତରେ PM 2.5 ପ୍ରଦୂଷଣ ଯୋଗୁଁ 17 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେଥିରୁ 2.69 ଲକ୍ଷ ମୃତ୍ୟୁ ସଡ଼କ ପରିବହନ ସହ ଜଡ଼ିତ ପେଟ୍ରୋଲ ଓ ଡିଜେଲର ସୃଷ୍ଟ ପ୍ରଦୂଷଣ ଯୋଗୁଁ ହୋଇଥିଲା। ଗତ ମେରେ ଇଣ୍ଟରନ୍ୟାସନାଲ କାଉନସିଲ୍ ଅନ୍ କ୍ଲିନ୍ ଟ୍ରାନ୍ସପୋର୍ଟେସନ ପକ୍ଷରୁ କୁହାଯାଇଥିବା ଏକ ବୈଶ୍ୱିକ ଅଧ୍ୟୟନରେ କୁହାଯାଇଥିଲା, ଗାଡ଼ିରୁ ବାହାରିଥିବା ବିଷାକ୍ତ ଗ୍ୟାସକୁ ନିୟନ୍ତ୍ରଣ କରିବା ଲାଗି ନୀତି ଅଣାଗଲେ 2040 ବେଳକୁ 19 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଏଥିସହ 14 ଲକ୍ଷ ପିଲାଙ୍କୁ ଶ୍ୱାସ ରୋଗରୁ ରକ୍ଷା କରାଯାଇପାରିବ। ପରବର୍ତ୍ତୀ ଖବର NIT ରାଉରକେଲାରେ ନୂଆ ପ୍ରକଳ୍ପର ଉଦ୍ଘାଟନ କଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରକଳ୍ପରେ ଖର୍ଚ୍ଚ ହେବ 200 କୋଟି। ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପରେ ମୋଟ 200 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଏହି ଅବସରରେ ଏକ ଆଧୁନିକ ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଓ 1000 ଆସନ ବିଶିଷ୍ଟ ଓପନ ଏୟାର ଥିଏଟର ଉଦ୍ଘାଟିତ ହୋଇଛି। ଏଥିସହ ଆଉ 3ଟି ବଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସଟି 35 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ଛାତ୍ରଛାତ୍ରୀଙ୍କର ଶାରୀରିକ ଫିଟନେସ୍ ଓ ସମଗ୍ର ବିକାଶକୁ ଆଗେଇ ନେବାରେ ସାହାଯ୍ୟ କରିବ। ଏହି କମ୍ପ୍ଲେକ୍ସରେ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ। ପରବର୍ତ୍ତୀ ଖବର ଦିନକ ଭିତରେ 17,000 ଟଙ୍କା ବୃଦ୍ଧି ପାଇଲା ରୂପା। ସୁନା ବି ରେକର୍ଡ ଭାଙ୍ଗିଲା। କମୋଡିଟି ବଜାରରେ କାରବାର ବନ୍ଦ ହେବା ସୁଦ୍ଧା ମାର୍ଚ୍ଚ 5 ତାରିଖର ଫ୍ୟୁଚର ପାଇଁ 1 କିଲୋଗ୍ରାମ ରୂପାର ମୂଲ୍ୟ 17,145 ଟଙ୍କାରୁ ବୃଦ୍ଧି ପାଇ 2,40,935 ଟଙ୍କାରେ ପହଞ୍ଚିଛି। କିନ୍ତୁ ଟଙ୍କାର ବୃଦ୍ଧି ପାଇ 2,40,935 ଟଙ୍କାରେ ପହଞ୍ଚିଛି। କିନ୍ତୁ ଦିନର ବ୍ୟବସାୟ ସମୟରେ ରୂପା 19,000 ବୃଦ୍ଧି ପାଇ 2,42,000 ପହଞ୍ଚିଛି, ଯାହାକି ଏହାର ଅଲ୍ ଟାଇମ୍ ହାଇ ଲେବଲ। ସେହିପରି ଦିନର କାରବାର ବେଳେ ସୁନାର ମୂଲ୍ୟରେ 12,000 ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ସୁନା ଡିସେମ୍ବର 19 ତାରିଖରେ 10 ଗ୍ରାମ ସୁନାର ମୂଲ୍ୟ 1,34,196 ଟଙ୍କା ଥିଲା। ଆଜି ଏହାର ମୂଲ୍ୟ ପ୍ରାୟ 1,40,000 ଲକ୍ଷ। ଏହାର ଅର୍ଥ ହେଉଛି ମାତ୍ର ଗୋଟିଏ ସପ୍ତାହରେ ଏହାର ମୂଲ୍ୟ 6,000କୁ ବୃଦ୍ଧି ପାଇଛି। ରୂପାର ମୂଲ୍ୟ ଆହୁରି ବୃଦ୍ଧି ପାଇଛି। ଡିସେମ୍ବର 19 ତାରିଖରେ ରୂପାର ମୂଲ୍ୟ 2,08,000 ପ୍ରତି କିଲୋଗ୍ରାମ ଥିଲା, କିନ୍ତୁ ଏବେ ଏହାର ମୂଲ୍ୟ 2,40,000 ହୋଇଛି। ମାତ୍ର ଗୋଟିଏ ସପ୍ତାହରେ ଏହାର ମୂଲ୍ୟ 32,000 ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର ନୂଆ ବର୍ଷରୁ ଏମାନଙ୍କୁ ମିଳିବନି ରାସନ। ଡିସେମ୍ବର 31 ସୁଦ୍ଧା କରିନିଅନ୍ତୁ ଏହି କାମ। ଡିସେମ୍ବର 31 ପୂର୍ବରୁ ଆପଣଙ୍କ ରାସନ କାର୍ଡରେ EKYC ସମାପ୍ତ କରିବା ବାଧ୍ୟତାମୂଳକ। ଯଦି ଏହି EKYC ସମୟ ମଧ୍ୟରେ ସମାପ୍ତ ନ ହୁଏ ତେବେ ଆପଣଙ୍କୁ ଜାନୁଆରୀ 1 ରୁ ରାସନ ମିଳିବା ବନ୍ଦ ହୋଇଯିବ। ଆପଣ
ଆପଣଙ୍କୁ ରାସନ ଦୋକାନକୁ ଯିବାକୁ ପଡ଼ିବ। ଆପଣଙ୍କର ବୁଢ଼ା ଆଙ୍ଗୁଠି କିମ୍ବା ଟିପ ଚିହ୍ନ ଏକ POS ମେସିନ ମାଧ୍ୟମରେ ନିଆଯିବ। ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ଏବଂ ରାସନ କାର୍ଡ ମଧ୍ୟ ଆଣିବାକୁ ପଡ଼ିବ। ଆପଣଙ୍କର ବୁଢ଼ା ଆଙ୍ଗୁଠି କିମ୍ବା ଟିପ ଚିହ୍ନ ଯାଞ୍ଚ କରାଯିବ ଏବଂ ଆପଣଙ୍କର EKYC ସମ୍ପୂର୍ଣ୍ଣ ହେବ। ପରବର୍ତ୍ତୀ ଖବର, ନୂଆ ବର୍ଷରୁ ବଢ଼ିଯିବ ଏସବୁ ଗାଡ଼ିର ଦାମ। କମ୍ପାନୀଗୁଡ଼ିକର ବଡ଼ ଘୋଷଣା। ଜାନୁଆରୀରୁ ନୂତନ ମୂଲ୍ୟ ଲାଗୁ କରିବେ। JSWMG ମୋଟର ଇଣ୍ଡିଆ କହିଛି ଯେ ଏହାର ସମସ୍ତ ମଡେଲ ପ୍ରାୟ 2% ମହଙ୍ଗା ହେବ। ମର୍ସିଡିଜ୍ ବେଞ୍ଚ ଇଣ୍ଡିଆ ମଧ୍ୟ ଏହାର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି ଘୋଷଣା କରିଛି। BMW ମୋଟରରାଡ୍ ଇଣ୍ଡିଆ କହିଛି ଯେ ଏହା ଏହାର ମୋଟର ସାଇକେଲର ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣ ବୃଦ୍ଧି କରିବ। ଏହା ବ୍ୟତୀତ ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା ଆଥର ଏନର୍ଜି ମଧ୍ୟ ଏହାର ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। କେବଳ କାର ନୁହେଁ ବରଂ ବାଇକ୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର ମଧ୍ୟ ମହଙ୍ଗା ହୋଇପାରେ। ଇଲେକ୍ଟ୍ରୋନିକ୍ ପାର୍ଟସର ମୂଲ୍ୟ ବୃଦ୍ଧି ଏବଂ ବିଦେଶୀ ମୁଦ୍ରାର ହ୍ରାସ ଏହାର ପ୍ରମୁଖ କାରଣ। ଆଗାମୀ ସମୟରେ ଅଧିକ କମ୍ପାନୀ ମଧ୍ୟ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରନ୍ତି। ପରବର୍ତ୍ତୀ ଖବର, ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି। ଅଫଲାଇନରେ ପୈଠ କରିହେବ ଇ-ଚାଲାଣ। ଏଣିକି ଅନଲାଇନ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯିବ। ମୋବାଇଲ ନମ୍ବର ଅପଡେଟ୍ ରଖି ନ ଥିବାରୁ OTP ପାଉନଥିବା ଗାଡ଼ି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କ ପାଇଁ ଏହି ନିୟମ ସହାୟକ ହେବ। ଅନଲାଇନରେ ପୂର୍ବ ଭଳି ଚାଲାଣ ପୈଠ କରିହେବ। ଯେଉଁମାନଙ୍କର ମୋବାଇଲ ନମ୍ବର ଅପଡେଟ୍ ନାହିଁ ସେମାନେ ମଧ୍ୟ ଚାଲାଣ କାଟିବା ବେଳେ ହଇରାଣ ହେଉଛନ୍ତି କାରଣ OTP ଆସୁନି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଅଫଲାଇନରେ ଚାଲାଣ କାଟିବା ପାଇଁ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ଖବର, ବଢ଼ିବ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ବସିଲାଣି ବୈଠକ। ସବୁ ଅଙ୍ଗନବାଡ଼ି ସଂଘ ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧିକାରୀମାନେ ସର୍ବ ଅଙ୍ଗନବାଡ଼ି ସଂଘର ଦାବିଗୁଡ଼ିକୁ ମଞ୍ଜୁର କରିଥିଲେ। ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ପ୍ରାପ୍ତ ସୂଚନା ଅନୁଯାୟୀ ସବୁ ଅଙ୍ଗନବାଡ଼ି ୟୁନିୟନ ପଞ୍ଜାବର ସଭାପତି ବରିନ୍ଦର ଜିତ କୌର ସେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯେଉଁଥିରେ ହରପ୍ରୀତ କୌର, କନୱାଲ ଜିତ କୌର, ଗୁରଜିନ୍ଦର କୌର ଏବଂ ଅନ୍ୟମାନେ ସାମିଲ ଥିଲେ, ଚଣ୍ଡିଗଡ଼ରେ ବିଭିନ୍ନ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକରେ ମଜୁରୀ ଏବଂ ମୋବାଇଲ ଭତ୍ତା ଦ୍ୱିଗୁଣିତ କରିବା ଉପରେ ସର୍ବସମ୍ମତି ପ୍ରକାଶ ପାଇଥିଲା। ମୋବାଇଲ ଭତ୍ତା 2000ରୁ 4000କୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଥିଲା। ଅତିରିକ୍ତ ଚାର୍ଜ ଥିବା ଶ୍ରମିକମାନେ ନୂତନ ବର୍ଷରେ ସେମାନଙ୍କର ମୋବାଇଲ ଭତ୍ତା ଏବଂ ECBE ପାଣ୍ଠି ପାଇବେ। ଅଧିକାରୀମାନେ କର୍ମଚାରୀମାନଙ୍କୁ ସୂଚନା ଦେଇଥିଲେ ଯେ ପ୍ରତ୍ୟେକ କେନ୍ଦ୍ରରେ ଫର୍ଣ୍ଣିଚର ପାଇଁ ବିଭାଗ DPOକୁ 10,000 ଟଙ୍କା ଜାରି କରିଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା। ଗାଡ଼ିରେ ଗ୍ରୀନ୍ ଷ୍ଟିକର ନ ଲଗାଇଲେ ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଫେବୃଆରୀରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ପ୍ରଦୂଷଣ ସାର୍ଟିଫିକେଟ ଥିଲେ ଗାଡ଼ିରେ ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ ପମ୍ପରେ ତେଲ ଦେବେ କର୍ମଚାରୀ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ ମୋଟର ଭେହିକିଲ ଆକ୍ଟ ଅନୁଯାୟୀ ଗାଡ଼ିର ସବୁ ପ୍ରକାର ପ୍ରମାଣପତ୍ର ରହିବା କଥା। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ କୋହଳ କରାଯାଇଛି। ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ପରବର୍ତ୍ତୀ ଖବର, 2026ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ। ରିପୋର୍ଟ ଅନୁଯାୟୀ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ମିଶି ଏକ ବ୍ଲୁ ପ୍ରିଣ୍ଟ ବିକଶିତ କରିଛନ୍ତି ଯାହା 2026 ସୁଦ୍ଧା ଦେଶର ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡ଼ିକର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ରୂପ ଦେବ। ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଚାହାନ୍ତି ଯେ ଆମର ବ୍ୟାଙ୍କଗୁଡ଼ିକ କେବଳ ଦେଶର ନୁହେଁ ବରଂ ବିଶ୍ୱର ବୃହତ୍ ବ୍ୟାଙ୍କଗୁଡ଼ିକ ସମ୍ମୁଖରେ ଠିଆ ହେଉ। ବର୍ତ୍ତମାନ କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଶ୍ୱର ଶ୍ରେଷ୍ଠ 50 ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛି। ସରକାରଙ୍କ ଦୃଷ୍ଟିକୋଣ ଏବେ ସ୍ପଷ୍ଟ। ଯଦି ଭାରତ ଭବିଷ୍ୟତରେ ଏକ ଆର୍ଥିକ ମହାଶକ୍ତି ହେବାକୁ ଚାହେଁ ତେବେ ଆମ ପାଖରେ ବଡ଼ ବ୍ୟାଙ୍କ ରହିବା ଆବଶ୍ୟକ ଯାହା ବଡ଼ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇ ପାରିବ। ବଡ଼ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଅଧିକ ଥାଏ ଏବଂ ସେମାନେ ବିଶ୍ୱ ବଜାରର ଝଟକା ସହ୍ୟ କରିବାକୁ ସକ୍ଷମ। ଉତ୍ତର ହେଲା ବ୍ୟାଙ୍କଗୁଡ଼ିକର ଦୃଢ଼ ବାଲାନ୍ସ ସିଟ୍ରେ ରହିଛି। ଯଦି କିଛି ସବୁ ଯୋଜନା ଅନୁଯାୟୀ ହୁଏ ତେବେ ଆମେ 2026ରେ ଭାରତୀୟ ବ୍ୟାଙ୍କିଂ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାର ଦେଖିପାରିବା।